ମାନେ ଆଜି ଆମେ ପଢିବା ଚଳନ। ପୂର୍ବ କ୍ଲାସରେ ଆମେ ଆଲୋଚନା କରିଥିଲେ ବା ଦେଖିଥିଲେ ଅନୁପାତ ଓ ସମାନୁପାତ। ଆଜି ଆମେ ଦେଖିବା ଚଳନ। ତ ସେଇ ଅନୁପାତ ଓ ସମାନୁପାତକୁ ବ୍ୟବହାର କରି ଆମେ କେମିତି ଆଗକୁ ବଢିପାରିବା ଆଉ ଏ ଚଳନ ବିଷୟରେ କିପରି ବୁଝିପାରିବା ତାହା ଆଜି ଆମେ ଦେଖିବା। ତ ଚଳନ ମାନେ ଇଂରାଜୀରେ ତାକୁ ଆମେ କହିଥାଉ ଭେରିଏସନ୍, ତା ପରିବର୍ତ୍ତନ। ତା ଅର୍ଥ ଆମେ ଗୋଟେ ଉଦାହରଣ ଦେଖିବା ଉଦାହରଣ ନେବା। ମନେକର ଗୋଟେ ଛୋଟ ପିଲା ଅଛି, ତାର ବୟସ ଅନୁସାରେ ସିଏ ଧୀରେ ଧୀରେ ବଢିବାରେ ଲାଗେ। ତ ଛୋଟ ଥିଲାବେଳେ ତାର ଉଚ୍ଚତା ବହୁତ ଛୋଟ ଥାଏ, ଆଉ ଧୀରେ ଧୀରେ ଯେତେବେଳେ ବୟସ ତାର ବଢେ ତାର ଉଚ୍ଚତା ବି ବଢିବାରେ ଲାଗେ। ତା ଅର୍ଥ ବୟସ ସହିତ ଉଚ୍ଚତାର ଏଠି ସାମଞ୍ଜସ୍ୟ ଅଛି। ସେଭଳି ଆପଣମାନେ ଦେଖିଥିବେ ଯେତେବେଳେ ସାଇକେଲ ଆମେ ଚଲାଇଥାଉ, ଆମେ ଯଦି ପେଡାଲ ଉପରେ ଜୋରରେ ଆମେ ଫୋର୍ସ ପ୍ରୟୋଗ କରିବା, ବଳ ପ୍ରୟୋଗ କରିବା, ତାହେଲେ ସାଇକେଲର ଗତିଟି ବହୁତ ଜୋରରେ ବଢିଥାଏ। ବିଭିନ୍ନ ପ୍ରକାରର ଉଦାହରଣ ଅଛି, ଆମେ ଦୈନନ୍ଦିନ ଜୀବନରେ ସେଗୁଡାକ ମଧ୍ୟରେ ଆସୁଛେ। ତ ସେଗୁଡାକୁ ଆମେ ଜେନେରାଲି ଚଳନ କହିଥାଉ ବା ଭେରିଏସନ୍। ତା ଅର୍ଥ ଦୁଇଟି କିମ୍ବା ବିଭିନ୍ନ ରାଶି ମାନଙ୍କର ଯଦି କିଛି ଆମ ସମ୍ବନ୍ଧରେ ପରିବର୍ତ୍ତନ ହୁଏ, ତା ଅର୍ଥ ଗୋଟାଏ ରାଶି ଚେଞ୍ଜ ହେଲେ ଯଦି ଅନ୍ୟ ରାଶିଟି ଚେଞ୍ଜ ହୁଏ ବା ଅନ୍ୟ ରାଶି ମାନଙ୍କର ଚେଞ୍ଜ କିଛି ହୋଇଥାଏ, ତାହେଲେ ଆମେ କହିପାରିବା ଯେ ସେମାନେ ଚଳନରେ ଅଛନ୍ତି। ତା ଅର୍ଥ ସେମାନେ ହେଲେ ଚଳ ରାଶି ମାନେ। ତ ଆମେ ଦେଖିବା ବିଭିନ୍ନ ପ୍ରକାର ଚଳନ ଅଛି। ଚଳନ ହେଲା ବିଭିନ୍ନ ରାଶି ମାନଙ୍କର ପରିବର୍ତ୍ତନ। ତ ବିଭିନ୍ନ ପ୍ରକାର ଚଳନ ଅଛି, ତ ଆମେ ଆଲୋଚନା କରିବା ସେଥିମଧ୍ୟରୁ କିଛି ପରିବର୍ତ୍ତନ ଚଳନ। ଆମେ ପ୍ରଥମେ ଦେଖିବା ସଳଖ ଚଳନ। ତାକୁ ଆମେ ଇଂରାଜୀରେ କହିଥାଉ ଡାଇରେକ୍ଟ ଭେରିଏସନ୍। ଡାଇରେକ୍ଟ ଭେରିଏସନ୍ କଣ? ଗୋଟିଏ ରାଶି ଯଦି ଆମ ପାଖରେ ଦୁଇଟି ରାଶି ଅଛନ୍ତି ବା ଦୁଇଟି ଚଳ ରାଶି, ତା ଅର୍ଥ ସେମାନେ ପରିବର୍ତ୍ତନ ହୁଅନ୍ତି। ତ ଆମେ ସେଇ ଦୁଇଟି ରାଶି ସଳଖ ଚଳନରେ ଅଛନ୍ତି ମାନେ କେତେବେଳେ କହିପାରିବା? ଯଦି ଗୋଟିଏ ରାଶିର ପରିବର୍ତ୍ତନରେ ଅନ୍ୟ ରାଶିର ପରିବର୍ତ୍ତନ ଘଟିଥାଏ, ତାହେଲେ ତାକୁ ଆମେ କହିପାରିବା ଯେ ଦୁଇଟି ରାଶି ଚଳନରେ ଅଛନ୍ତି। ଆଉ ସଳଖ ଚଳନ କେତେବେଳେ ହେବେ? ଯଦି ଗୋଟିଏ ରାଶିର ବୃଦ୍ଧି ହେଲା ବେଳେ ଅନ୍ୟ ରାଶିଟିର ମଧ୍ୟ ମାନରେ ବୃଦ୍ଧି ଘଟିଥାଏ, କିମ୍ବା ଗୋଟିଏ ରାଶିର ମାନରେ ଯଦି ହ୍ରାସ ଘଟିଲା ବେଳେ ଅନ୍ୟ ରାଶିର ମାନରେ ଯଦି ସେଇଭଳି ହ୍ରାସ ଘଟିଥାଏ, ତାହେଲେ ଆମେ କହିପାରିବା ଯେ ସେଇ ଦୁଇ ରାଶିଟି ସଳଖ ଚଳନରେ ଅଛନ୍ତି। ତା ଅର୍ଥ ଦୁଇଟି ରାଶି ଆମ ପାଖରେ ଯଦି ଏ ଆଉ ବି ଅଛନ୍ତି, ତାହେଲେ ଆମେ ଯଦି ଏ ର ମାନ ବୃଦ୍ଧି ଘଟେ, ଯଦି ଏ ର ମାନ ବୃଦ୍ଧି କିମ୍ବା ହ୍ରାସ ଘଟେ, ତେବେ